ଦୁଇ ମ୍ୟାଚ୍ ହାରି ବି ଚେତା ପଶିନି। ଭାରତକୁ ଫାଇନାଲରେ ଦେଖିଦେବୁ ବୋଲି ଧମକ ଦେଲା ପାକିସ୍ତାନ। ତେବେ ସୂଚନା ଅନୁସାରେ ନିକଟ ଅତୀତରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତର ପ୍ରଭାବୀ ପ୍ରଦର୍ଶନ ଯୋଗୁଁ ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ପୂର୍ବ ଭଳି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କୁହାଯିବା ଉଚିତ ନୁହେଁ ବୋଲି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମତ ଦେଇଛନ୍ତି। ଏ ସମ୍ପର୍କରେ ବାଂଲାଦେଶ ବିପକ୍ଷ ସୁପର 4 ମ୍ୟାଚ୍ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ପାକିସ୍ତାନ ଦଳର ମୁଖ୍ୟ ପେସର ସାହିନ ଶାହ ଆଫ୍ରିଦି ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର ମତାମତ ଥିଲା, ତାଙ୍କୁ କହିବାକୁ ଦିଅ। ଆମେ ଯେତେବେଳେ ଫାଇନାଲରେ ପରସ୍ପରକୁ ଭେଟିବୁ ସେତେବେଳେ ଦେଖିନେବୁ। ଏପର୍ଯ୍ୟନ୍ତ ସେମାନେ ଫାଇନାଲରେ ପହଞ୍ଚି ନାହାନ୍ତି କି ଆମେ ମଧ୍ୟ ପହଞ୍ଚି ନାହୁଁ। ଯେବେ ଆସିବେ ଦେଖିନେବୁ। ଆମର କାମ ହେଲା ଏସିଆ କପ୍ ଜିତିବା ଏବଂ ପାକିସ୍ତାନର ଆଶା ପୂରଣ କରିବା ପାଇଁ ଆମେ ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ଆଫ୍ରିଦି କହିଛନ୍ତି। ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ 2 ଥର ଭେଟିଛନ୍ତି ଏବଂ ଉଭୟ ଥର ଭାରତ ସହଜରେ ବିଜୟ ଲାଭ କରିଛି। ସୁପର 4 ପର୍ଯ୍ୟାୟରେ ପାକିସ୍ତାନକୁ 6 ୱିକେଟରେ ପରାଜିତ କରିବା ପରେ ସୂର୍ଯ୍ୟ କହିଥିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍କୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କୁହାଯିବା ଉଚିତ ନୁହେଁ। କାରଣ ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ଖେଳାଯାଇଥିବା 15ଟି ଟି-20 ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତ 12-3ରେ ଆଗୁଆ ରହିଛି। ଉଲ୍ଲେଖଯୋଗ୍ୟ 1984ରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରଠାରୁ ଉଭୟ ଦିନିକିଆ ଓ ଟି-20 ଫର୍ମାଟରେ ଭାରତ ଓ ପାକିସ୍ତାନ ମଧ୍ୟରେ 20ଟି ମ୍ୟାଚ୍ ଖେଳାଯାଉଛି। କିନ୍ତୁ ଉଭୟ ଦଳ କଦାପି ଫାଇନାଲରେ ପରସ୍ପରକୁ ଭେଟି ନାହାନ୍ତି।